ଏକ ଦପ୍ତରରେ ମୁଖ୍ୟ ସାହେବ ବିଦେଶ ଭ୍ରମଣରେ ଗଲେ। ସାହେବ ଥିଲେ ବହୁତ କଡ଼ା, ତେଣୁ ସେ ଯିବା ମାତ୍ରକେ ଗମାତ ଆରମ୍ଭ ହେଲା। ସମସ୍ତେ ଜାଣିଥିଲେ ଯେ ସାହେବ ବେଶ କିଛି ଦିନ ଧରି ବିଦେଶରେ ରହିବେ। ମୁଖ୍ୟଙ୍କ ସ୍ଥାନରେ ଯିଏ ଦାୟିତ୍ୱରେ ରହିଲେ ସିଏ ଥିଲେ ଅଳସୁଆ ଓ ଦୀର୍ଘସୂତ୍ରୀ। ତେଣୁ କର୍ମଚାରୀମାନଙ୍କୁ ସୁବିଧା ହେଲା। ସମସ୍ତେ କାମରେ ହେଳା କରି ହସ ଖୁସିରେ ମାତିଲେ। କେବଳ ଦେଖାଗଲା ଯେ ଦପ୍ତରର ସୁନ୍ଦର ଉଦ୍ୟାନର ମାଳୀ ଏକନିଷ୍ଠ ଭାବେ ନିଜ କାମରେ ଲାଗିଛନ୍ତି। ବୃଦ୍ଧ ମାଳୀଙ୍କୁ ଅନେକ ଲୋକ ଉପହାସ କଲେ। ସେମାନେ କହିଲେ, କାଲି କ'ଣ ମରିଯିବୁ କି ଆଜି ସବୁ କାମ ସାରିଦେବା ଲାଗି ବସିଛୁ? ମାଳୀ କିନ୍ତୁ କୌଣସି ଉତ୍ତର ନ ଦେଇ ନିଜ କାମରେ ଲାଗିଥିଲେ। ପ୍ରତିଦିନ ଗଛରୁ ମଇଳା ପତ୍ର ବାଛିବା, ଝାଡ଼ିବା ଠାରୁ ଆରମ୍ଭ କରି ପାଣି ଦେବା, ବଗିଚା ସଫା କରିବା ଭଳି କାମରେ ସେ ନିୟମିତ ଲାଗିଥିଲେ। ଦିନେ ମାଳୀଙ୍କର ଜଣେ ବନ୍ଧୁ ପଚାରିଲା, ସାହେବ ନାହାନ୍ତି, ସମସ୍ତେ ଆରାମରେ ଅଛନ୍ତି, ତୁମେ ଫୁର୍ସତ ନ ନେଇ କାମରେ ଲାଗିଛ କାହିଁକି? ମାଳୀ ଉତ୍ତର ଦେଲେ, ଝଡ଼ ବେଳେ ଶୋଇବା ହେଉଛି ମୋର ପ୍ରକୃତି। ଯେଉଁ ଲୋକ ନିଜ ଘରଟିକୁ ମଜବୁତ କରି ରଖିଥିବ, ଝରକା କବାଟକୁ ବାଗେଇଥିବ, ବିପଦ ବେଳେ କାମରେ ଆସିବା ଭଳି ଜିନିଷ ପାଖରେ ସଞ୍ଚିଥିବ, ସେ ଝଡ଼ ଆସିଲେ ବ୍ୟସ୍ତ ନ ହୋଇ ଶୋଇପାରିବ। ମୁଁ ସେଭଳି ପ୍ରକୃତିର ଲୋକ। କିଛି ସମୟ ପରେ ସତରେ ଝଡ଼ ଆସିଲା। ଦପ୍ତରର ମୁଖ୍ୟ ଅଚାନକ ବିଦେଶରୁ ଫେରି ଆସିଲେ। ସେ ନଥିବା ସମୟତକ ଗମାତ କରିଥିବା କର୍ମଚାରୀମାନେ ଏବେ ଦିନରାତି ଏକ କଲେ ବି ଲାଭ ହେଲା ନାହିଁ। ସମସ୍ତେ ସାହେବଙ୍କ କୋପ ଦୃଷ୍ଟିରେ ପଡ଼ିଲେ। ଏକା ମାଳୀ ସବୁଦିନ ଭଳି ନିଜ କାମକୁ ଗଲେ। ତାଙ୍କ ମନରେ କୌଣସି ଚିନ୍ତା କି ଦକ ନଥିଲା। ଗପ ତ ସରିଗଲା, କିନ୍ତୁ ଆପଣମାନେ ଲାଇକ୍ କରୁନାହାନ୍ତି, ପ୍ଲିଜ୍ ଲାଇକ୍ କରିଦିଅନ୍ତୁ।